କେଉଁ ବୃକ୍ଷ ବୋଧିଦ୍ରୁମ ନାମରେ ପରିଚିତ? ଅଶ୍ୱତଥ ବୃକ୍ଷ। କିଏ ଏସିଆର ଆଲୋକ ରୂପେ ପରିଚିତ? ଗୌତମ ବୁଦ୍ଧ। ଜୈନ ଧର୍ମର ତ୍ରୟୋବିଂଶ ତୀର୍ଥଙ୍କର 23ତମ ତୀର୍ଥଙ୍କର କିଏ? ପାର୍ଶ୍ୱନାଥ। ମହାବୀର କେଉଁଠାରେ ଦିବ୍ୟଜ୍ଞାନ ଲାଭ କରିଥିଲେ? ତ ଏଠି ଅପସନ୍ ଗୁଡ଼ିକ ଭୁଲ ଦେଇଛି, ସେଇଟା ମନେ ରଖିବେ ଯେ କେଉଁ ନଦୀ କୂଳରେ, ତ ସେଇଟା ଆମର ହେବ ରିଜୁପାଳିକା ନଦୀ କୂଳରେ। ଓକେ, ଗୌତମ ବୁଦ୍ଧ ନିରଞ୍ଜନା ନଦୀ କୂଳରେ। ଓକେ, ପାର୍ଶ୍ୱନାଥଙ୍କ 4ଗୋଟି ନୀତି ସହିତ ମହାବୀର କେଉଁ ନୀତି ଯୋଗ କରିଥିଲେ? ବ୍ରହ୍ମଚର୍ଯ୍ୟ। ଓକେ, ସତ୍ୟ, ଅହିଂସା, ଅସ୍ତେୟ, ଅପରିଗ୍ରହ, ବ୍ରହ୍ମଚର୍ଯ୍ୟ। କେଉଁ କଳିଙ୍ଗ ସମ୍ରାଟ ଜୈନ ଧର୍ମର ପୃଷ୍ଠପୋଷକତା କରିଥିଲେ? କେଉଁ କଳିଙ୍ଗ ସମ୍ରାଟ ଜୈନ ଧର୍ମର ପୃଷ୍ଠପୋଷକତା କରିଥିଲେ? ଖାରବେଳ। ମହାବୀରଙ୍କର ବାଲ୍ୟ ନାମ କ'ଣ? ମହାବୀରଙ୍କର ବାଲ୍ୟ ନାମ ବର୍ଦ୍ଧମାନ ମହାବୀର ଓ ବର୍ଦ୍ଧମାନ। ଓକେ, ମହାବୀର କେତେ ବର୍ଷ ବୟସରେ ଦିବ୍ୟଜ୍ଞାନ ଲାଭ କରିଥିଲେ? 42। ଗୌତମ ବୁଦ୍ଧ କେତେ ବର୍ଷ ବୟସରେ ଗୃହ ପରିତ୍ୟାଗ କରିଥିଲେ? 29। ଓକେ, ଓଡ଼ିଶା CHS କ୍ଲାसेसକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଥ୍ୟାଙ୍କ ୟୁ।